ଗପଟିର ନାମ ଗର୍ବ କଲେ ଖର୍ବ ହୁଏ। ନାରଦ ମୁନିଙ୍କର ଭାରି ଗର୍ବ ଥିଲା। ସେ ଭଗବାନଙ୍କର ପ୍ରିୟ ଭକ୍ତ ଥିଲେ। କାରଣ ସେ ଖୁବ୍ ନିରାଡମ୍ବର ଜୀବନଯାପନ କରନ୍ତି। ଥରେ ଭଗବାନ ତାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ କଥା ଛଳରେ କହିଲେ, ବିରାଧ ନଗରୀର ଜଣେ ଅଧିପତି ଚିତ୍ରସେନ ମୋର ଜଣେ ବଡ଼ ଭକ୍ତ। ସେ ଅତି ସରଳ ଓ ନିରାଡମ୍ବର ଜୀବନଯାପନ କରନ୍ତି। ଏହା ଶୁଣି ନାରଦ ବିରାଧ ନଗରୀରେ ରାଜାଙ୍କୁ ଖୋଜି ଖୋଜି ଶେଷରେ ଏକ କୁଡ଼ିଆ ଘର ନିକଟରେ ପହଞ୍ଚିଲେ। କୁଡ଼ିଆ ଘର ଭିତରୁ କେହି ଜଣେ କହିଲେ, ମା, ମୋର ଦର୍ପଣଟା ଆଣିଲୁ। ସଙ୍ଗେ ସଙ୍ଗେ ନାରୀ କଣ୍ଠରୁ ଉତ୍ତର ମିଳିଲା, ବାପା, ଦର୍ପଣକୁ ବାଛୁରୀ ପିଇ ଦେଇଛି। ଶେଷରେ ନାରଦ ବୁଝିଲେ, ବିରାଧ ନଗରୀର ରାଜା ହାଣ୍ଡିରେ ପାଣି ରଖି ଦର୍ପଣ ରୂପେ ବ୍ୟବହାର କରୁଛନ୍ତି। ନାରଦଙ୍କର ଗର୍ବ ଚୂନା ହେଇଗଲା। ତାଙ୍କଠାରୁ ଅଧିକ ନିରାଡମ୍ବର ଜୀବନଯାପନ କରୁଥିବା ରାଜାଙ୍କୁ ଦେଖି ସେ ଲଜ୍ଜିତ ହେଲେ।